ମୁଁ ସଞ୍ଜୟ ଆପଣମାନଙ୍କୁ ସ୍ୱାଗତ କରୁଛି ସଞ୍ଜୟ ଷ୍ଟଡି ଚ୍ୟାନେଲରେ। ତ ସମସ୍ତ ଅପେକ୍ଷାର ବର୍ତ୍ତମାନ ଅନ୍ତ ଘଟିଛି। ଯେଉଁମାନେ ପଞ୍ଚମ ଶ୍ରେଣୀ, ଷଷ୍ଠ ଶ୍ରେଣୀ, ସପ୍ତମ ଶ୍ରେଣୀ ଏବଂ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ 2025 ଶିକ୍ଷାବର୍ଷ ନିମନ୍ତେ ଷଷ୍ଠ, ସପ୍ତମ, ଅଷ୍ଟମ ଏବଂ ନବମ ଶ୍ରେଣୀର ଏଣ୍ଟ୍ରାନ୍ସ ଏକ୍ଜାମ୍ ଦେଇଥିଲ। ପିଲାମାନେ କେଉଁ ଏଣ୍ଟ୍ରାନ୍ସ ଏକ୍ଜାମ୍ ନା OAVS ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ତୁମେମାନେ ଯେଉଁ ଏଣ୍ଟ୍ରାନ୍ସ ଏକ୍ଜାମ୍ ଦେଇଥିଲ ତାର ବର୍ତ୍ତମାନ ପରୀକ୍ଷା ଫଳ ପ୍ରକାଶ ପାଇଛି। ତ ପରୀକ୍ଷା ଫଳ ପ୍ରକାଶ ପାଇଛି, ତ ତୁମେମାନେ କିପରି ତୁମର ପରୀକ୍ଷା ଫଳ କେତେ ରହିଛି ତାହା କିପରି ଜାଣିବା, ଆସନ୍ତୁ ଆମେ ଏହି ଭିଡ଼ିଓଟିରେ ଆଲୋଚନା କରିବା। ଆପଣମାନଙ୍କୁ ଅନୁରୋଧ ଭିଡ଼ିଓଟିକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଫଳରେ କି ଆପଣମାନେ ସଠିକ୍ ଇନଫର୍ମେସନ୍ ପାଇପାରିବେ। ଠିକ୍ ଅଛି ପିଲାମାନେ, ପ୍ରଥମେ ଆମେ OAV ଗୁଗଲରେ OAV ସର୍ଚ୍ଚ କରିବା ଏବଂ ପ୍ରଥମେ ତୁମମାନଙ୍କର OAVS ଆସିବା ଅଛି। ତୁମମାନେ ଦେଖିପାରୁଥିବ OAVS ଆମର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂସ୍ଥାନ, ଡିପାର୍ଟମେଣ୍ଟ ଅଫ୍ ସ୍କୁଲ ଆଣ୍ଡ ମାସ୍ ଏଜୁକେସନ୍, ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା। ତ ପିଲାମାନେ ତୁମର ଓଡ଼ିଶା ଯେଉଁ ଆମର ରହିଛି ଆଦର୍ଶ ବିଦ୍ୟାଳୟ, ସେଇଟା କେଉଁ ଅଣ୍ଡରରେ ଯାଉଛି ନା ଡିପାର୍ଟମେଣ୍ଟ ଅଫ୍ ସ୍କୁଲ ଆଣ୍ଡ ମାସ୍ ଏଜୁକେସନ୍ ଡିପାର୍ଟମେଣ୍ଟ ଅଣ୍ଡରରେ ଯାଉଛି। ତ ତୁମମାନଙ୍କର ଆଡ଼ମିଟ୍ କାର୍ଡ଼ରେ ପିଲାମାନେ ଲେଖା ହୋଇଥିବ ବୋର୍ଡ଼ ଅଫ୍ ସେକେଣ୍ଡାରୀ ଏଜୁକେସନ୍ BSc ବୋଲି ଲେଖା ହେଇଥିବ, ହଁ ନା ନାହିଁ ପିଲାମାନେ? ତ ତୁମେମାନେ ସମସ୍ତେ ଜାଣିପାରୁଛ ନା ତୁମମାନଙ୍କର ରେଜଲ୍ଟଟି ତୁମମାନେ କେଉଁଠି ଦେଖିପାରିବ। ତ ପ୍ରଥମେ ପିଲାମାନେ ଏଇଟା ମୁଁ କହିବାର କାରଣ ହେଉଛି ଡିପାର୍ଟମେଣ୍ଟ ଅଫ୍ ସ୍କୁଲ ଆଣ୍ଡ ମାସ୍ ଏଜୁକେସନ୍ ଆମର ଯାଉଛି ହେଲା BSc ଅଣ୍ଡରରେ। ତ ତୁମମାନେ କ'ଣ କରିବ ନା ଗୁଗଲକୁ ଯାଇକି BSc odisha.ac.in ମାରିବ। ଠିକ୍ ଅଛି, ଯେଉଁଟାକି ଆମର ବୋର୍ଡ଼ ଅଫ୍ ସେକେଣ୍ଡାରୀ ଏଜୁକେସନ୍। ତ ବୋର୍ଡ଼ ଅଫ୍ ସେକେଣ୍ଡାରୀ ଏଜୁକେସନ୍ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ତୁମେମାନେ ଯଦି ଟିକେ ତଳକୁ ସ୍କ୍ରୋଲ୍ କରିଯିବ, ତ ପିଲାମାନେ ତୁମମାନଙ୍କର ଏକ୍ଜାମ୍ କେବେ ହେଇଥିଲା? ଜାନୁଆରୀ କେତେ ତାରିଖ ପିଲାମାନେ? ଜାନୁଆରୀ ହେଇଥିଲା ନା? ଜାନୁଆରୀ 7 ଆଇ ଥିଙ୍କ। ଠିକ୍ ଅଛି, ଜାନୁଆରୀ 7ରେ ହେଇଥିଲା, ହଁ ଠିକ୍ ଅଛି। ତ ତୁମମାନଙ୍କୁ ପ୍ରିଭିୟସ୍ ଭିଡ଼ିଓରେ ମୁଁ ତୁମମାନଙ୍କୁ କହିଦେଇଛି ମିନିଷ୍ଟର ଅଫ୍ ସ୍କୁଲ ଆଣ୍ଡ ମାସ୍ ଏଜୁକେସନ୍ ଡିପାର୍ଟମେଣ୍ଟରେ କିଏ ଅଛନ୍ତି ମିନିଷ୍ଟର ଆମର। ତ ଏଇଠି ତୁମମାନେ ତଳକୁ ସ୍କ୍ରୋଲ୍ କଲା ପରେ ଦେଖିପାରୁଥିବ ପିଲାମାନେ ଲାଟେଷ୍ଟ ଅପଡ଼େଟ୍ କ'ଣ ରହିଛି। ଆଜି ହିଁ ପବ୍ଲିଶ ହେଇଛି ରେଜଲ୍ଟ ଅଫ୍ ଓଡ଼ିଶା ଆଦର୍ଶ ବିଦ୍ୟାଳୟ OAV ଏଣ୍ଟ୍ରାନ୍ସ ଟେଷ୍ଟ 2025। ତ ଏହାରି ଉପରେ ତୁମମାନେ ଯେତେବେଳେ କ୍ଲିକ୍ କରିବ, ଜାଣିପାରିଲ ନା ଜାଣିପାରିଲନି ପିଲାମାନେ? କେଉଁଠି କ୍ଲିକ୍ କରିବ? ଏଇ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଉପରେ ହିଁ କ୍ଲିକ୍ କରିବ। ଦେଖିପାରୁଥିବ OAV ଏବଂ OMAV ଯେଉଁ ମାଇନିଂ ଆମର ଥିଲା। ତ ଓଡ଼ିଶା ଆଦର୍ଶ ମାଇନିଂ ଆମର କେବଳ କେନ୍ଦୁଝର ଡିଷ୍ଟ୍ରିକ୍ଟରେ ହେଲା। ତ ରେଜଲ୍ଟ ଅଫ୍ ଓଡ଼ିଶା ଆଦର୍ଶ ବିଦ୍ୟାଳୟ OAV ଏଣ୍ଟ୍ରାନ୍ସ ଟେଷ୍ଟ ଉପରେ କ୍ଲିକ୍ କଲେ, ଟେଷ୍ଟ କଲା ପରେ ତୁମମାନଙ୍କର ଏଇଭଳି ଗୋଟେ ଇଣ୍ଟରଫେସ୍ ଖୋଲିଯିବ। ନେଟୱାର୍କ ଇସ୍ୟୁ ଯୋଗୁଁ ପିଲାମାନେ ଟିକେ ଖୋଲିବାରେ ବିଳମ୍ବ ହେଉଛି। ଦେଖିପାରୁଥିବ ଏଠି ରେଜଲ୍ଟ ଅଫ୍ ଓଡ଼ିଶା ଆଦର୍ଶ ବିଦ୍ୟାଳୟ OAV ଏଣ୍ଟ୍ରାନ୍ସ ଟେଷ୍ଟ 2025 ଦେଖାଉଛି। ପିଲାମାନେ ଯେହେତୁ ଏବେ ସଙ୍ଗେ ସଙ୍ଗେ ରେଜଲ୍ଟଟି ପବ୍ଲିଶ ହୋଇଛି, ସେଥିପାଇଁ ନେଟୱାର୍କ ଇସ୍ୟୁ ଏଇଦର ତୁମମାନଙ୍କର ସାଇଡ଼୍ ପ୍ରୋବ୍ଲେମ୍ ଥିବ, ନଚେତ୍ ମୋର ଫୋନ୍ରେ ଯେହେତୁ ନେଟ୍ ସରିଯାଇଛି, ମୁଁ ବର୍ତ୍ତମାନ ୱାଇଫାଇ ଅନ୍ କରିକି ଚଲାଉଛି, ତ ତା'ର ମଧ୍ୟ କିଛି ପ୍ରୋବ୍ଲେମ୍ ଥାଇପାରେ ପିଲାମାନେ। ତ ସେଥିପାଇଁ ତୁମମାନଙ୍କୁ କ୍ଷମା ପ୍ରାର୍ଥନା କରୁଛି ଏବଂ କିନ୍ତୁ ତୁମମାନଙ୍କର ରେଜଲ୍ଟ ପବ୍ଲିଶ ହେଇସାରିଛି ପିଲାମାନେ। ତୁମମାନେ ଯେହେତୁ ଆଜି ଆମର ନେଟୱାର୍କ ସାଇଡ଼୍ ଇସ୍ୟୁ ଯୋଗୁଁ ଆମେ ଜାଣିପାରୁନାହେଁ, କିନ୍ତୁ କାଲି ଯେତେବେଳେ ମୁଁ ତୁମମାନଙ୍କୁ ଭିଡ଼ିଓ ଆଣିବି, ସକାଳୁ ଭିଡ଼ିଓ ଆଣିବି ଏବଂ ତୁମମାନଙ୍କୁ ମଧ୍ୟ ପୁଣି ଥରେ ଦେଖେଇଦେବି ଯେ ସାଇଡ଼୍ ଓପନ୍ ହେଉଛି ନା ନାହିଁ। ଏହା ପୁରା ପିଲାମାନେ ସତ୍ୟ ଯେ ତୁମମାନଙ୍କର ରେଜଲ୍ଟ OAV 2025ରେ ଯେଉଁ ପିଲାମାନେ ଦେଇଥିଲ ଏକ୍ଜାମ୍, ତୁମମାନଙ୍କର ରେଜଲ୍ଟ ଅଲରେଡ଼ି ପବ୍ଲିଶ ହୋଇସାରିଛି। ଯେହେତୁ ନେଟୱାର୍କ ଇସ୍ୟୁ ହୋଇଥାଏ କିମ୍ବା ସାଇଡ଼୍ ଇସ୍ୟୁ ଯୋଗୁଁ ଆମେମାନେ ଦେଖିପାରୁନାହେଁ, କିନ୍ତୁ ତୁମମାନଙ୍କୁ ଅପେକ୍ଷା କର ପିଲାମାନେ, କାଲି ସୁଦ୍ଧା ତୁମମାନଙ୍କର ରେଜଲ୍ଟଟି ଶୋ କରିବ। ଓକେ, ଯଦି କିଛି ଭିଡ଼ିଓଟି ଇନଫର୍ମେଟିଭ୍ ଲାଗିଥାଏ ତେବେ ଲାଇକ୍, କମେଣ୍ଟ, ସେୟାର ଏବଂ ସବସ୍କ୍ରାଇବ୍ କରିବା ସହିତ ପାଖରେ ଥିବା ବେଲ୍ ଆଇକନ୍କୁ ନିଶ୍ଚିତ ଭାବରେ ଅନ୍ କରିଦିଅନ୍ତୁ। ଥ୍ୟାଙ୍କ ୟୁ ଫର୍ ୱାଚିଂ। ତ ପିଲାମାନେ ଯେହେତୁ ସାଇଡ଼୍ ଇସ୍ୟୁ ରହୁଛି, ତ ବେଟର୍ ହେବ ଆଜି ତୁମେମାନେ ଟ୍ରାଏ କର, ନଚେତ୍ କାଲି ସକାଳୁ ତୁମମାନେ ଯେତେବେଳେ ଟ୍ରାଏ କରିବ
से जहाँ भी तुमको प्रोसीजर कहली बोर्ड ऑफ सेकेंडरी एजुकेशन को जाइए तुमने से क्लिक कर क्लिक कलापर देखिपे ये रिजल्ट ऑफ ओडिशा आदर्श विद्यालय वेब एंट्रेंस टेस्ट देखा माने तुम शो कर ओके थैंक यू फॉर वाचिंग।